ଥରେ ଗୋଟିଏ ନୂଆ ଛାତ୍ର ଜେନ୍ ମାଷ୍ଟରଙ୍କ ନିକଟକୁ ଆସିଲା ଏବଂ କହିଲା, ମୋତେ ନିଜ ପ୍ରଶିକ୍ଷଣ ପାଇଁ ନିଜକୁ କେମିତି ବନାଇବି। ଜେନ୍ ମାଷ୍ଟର କହିଲେ, ମୋତେ ଗୋଟିଏ ଘଣ୍ଟି ଭାବି ମୋତେ ଟିକିଏ ହାଲୁକା ହଲାଇ ଦିଅ, ତୁମକୁ କମ୍ ଶବ୍ଦ ହେବ। ତାପରେ ମୋତେ ପୁଣି ଜୋର କରି ହଲାଇ ଦିଅ, ତୁମକୁ ବେଶୀ ଶବ୍ଦ ହେବ। ଆମକୁ ସେତିକି ହିଁ ମିଳିଥାଏ ଆମେ ଯେତିକି ଦେଇଥାଉଁ। ଆମେ ଯେତେ ନିଜେ ପ୍ରୟାସ କରୁଁ, ଗୋଟିଏ ଶିକ୍ଷକ ସେତେ ହିଁ ଆମକୁ ସାହାଯ୍ୟ କରିଥାଏ। ସେ ଜେନ୍ ମାଷ୍ଟର ଆଉ କେହି ନୁହେଁ, ବରଂ ସେ ଆମର ଜୀବନ ଅଟେ। ଆମକୁ ଏ ଜୀବନରେ ତାହା ହିଁ ମିଳିଥାଏ ଯାହା ଆମେ ଦେଇଥାଉଁ। ଯଦି ଖୁସି ବାଣ୍ଟିବା ତ ଖୁସି ହିଁ ମିଳିବ। ଯଦି ଆମେ ଖରାପ ବ୍ୟବହାର ବାଣ୍ଟିବା ତ ତା ବଦଳରେ ଖରାପ ବ୍ୟବହାର ହିଁ ମିଳିବ। ଏହି ପୁରା ବ୍ରହ୍ମାଣ୍ଡ ହିଁ କ୍ରିୟା ଏବଂ ପ୍ରତିକ୍ରିୟାର ସିଦ୍ଧାନ୍ତରେ କାର୍ଯ୍ୟ କରେ। ଆମେ ଯେତେ ପରିଶ୍ରମ ଏବଂ ସ୍ଥିର ମନରେ ଯେକୌଣସି ବି କାମ କରୁଁ, ଆମକୁ ତା ବଦଳରେ ସେତେ ହିଁ ବଡ଼ ଏବଂ ଭଲ ଫଳ ମିଳିବ। ଏବଂ ଏହି କଥା ଆମ ଭାଷାରେ ବି ଲାଗୁ ହୋଇଥାଏ। ଏହି ବ୍ରହ୍ମାଣ୍ଡ ଆମକୁ ସବୁ କିଛି ଫେରାଇ ଦେଇଥାଏ। ଯଦି ତୁମେ ଏହି ବ୍ରହ୍ମାଣ୍ଡରେ ନିଜ ଶବ୍ଦର ନକାରାତ୍ମକ ଶକ୍ତି ଛାଡ଼ିବ କି ମୁଁ ଗରିବ ଅଟେ, ମୁଁ ଦୁର୍ବଳ ଅଟେ, ମୁଁ ପରିଶାନ ଅଟେ, ମୁଁ ଅଶାନ୍ତ ଅଟେ, ତ ଏହି ବ୍ରହ୍ମାଣ୍ଡ ତୁମକୁ ସେହି ସବୁ ଜିନିଷ ଫେରାଇ ଦେବ ଏବଂ ଆପଣ ନିଜର ପୁରା ଅନ୍ତରର ଶକ୍ତିରେ ଏହା ଅନୁଭବ କରିବ ଏବଂ କହିବ କି ମୋ ସାଥିରେ ସବୁ ଭଲ ହୋଇଛି, ମୁଁ ଖୁସିରେ ଅଟେ, ମୁଁ ଶାନ୍ତ ଅଟେ, ମୁଁ ଧନୀ ହେବାକୁ ଲାଗୁଛି। ତ ଏହି ବ୍ରହ୍ମାଣ୍ଡ ତୁମ ଜୀବନରେ ଏହିସବୁ ଜିନିଷକୁ ଦେବ। ଶୀଘ୍ର ତ ନୁହେଁ, କିନ୍ତୁ ଦେବ ନିଶ୍ଚୟ। ତୁମେ ଅନୁଭବ କରିବ କି ତୁମ ଜୀବନରେ ଅଚାନକରେ ହିଁ ଏମିତି ଘଟଣା ଘଟିବାକୁ ଲାଗିବ କି ଯାହା ମାଧ୍ୟମରେ ତୁମେ ଏହିସବୁ ଜିନିଷକୁ ହାସିଲ କରିପାରିବ। ସେଥିପାଇଁ ଆପଣ ନିଜ ପାଇଁ କେମିତି ଶବ୍ଦର ପ୍ରୟୋଗ କରୁଛ ତା ଉପରେ ଧ୍ୟାନ ରଖନ୍ତୁ। ଯେତେବେଳେ ଆପଣ ଅନ୍ୟର ଆଗରେ ଛିଡ଼ା ହୋଇଥାନ୍ତି ତ ନିଜ ବାବଦରେ କ'ଣ କହନ୍ତି ଏବଂ ଯେତେବେଳେ ଆପଣ ଏକୁଟିଆ ଥାନ୍ତି ତ ନିଜ ବାବଦରେ କ'ଣ ଭାବନ୍ତି ଏବଂ ନିଜ ପାଇଁ କେମିତି ଭାଷାର ପ୍ରୟୋଗ କରନ୍ତି, ଏହି କଥାର ଧ୍ୟାନ ରଖିବା ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। କାହିଁକିନା ଶବ୍ଦର ଶକ୍ତିରେ ବହୁତ ତାକତ ଥାଏ ଏବଂ ଆମେ ନ ଜାଣି ପୁରା ଦିନ ନିଜ ପାଇଁ ନକାରାତ୍ମକ ଭାଷାର ପ୍ରୟୋଗ କରିଥାଉଁ ଏବଂ ନ ଚାହିଁବି ନିଜ ଜୀବନରେ ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଉଁ। ଶବ୍ଦର ତାକତ କେତେ ବଳବାନ ଆପଣ ଏହିଠାରୁ ଜାଣିପାରିବେ କି ସଙ୍ଗୀତ ଯାହାକି ଶବ୍ଦ ଏବଂ କିଛି ଧ୍ୱନିରେ ମିଶ୍ରିତ ଅଟେ, ସେ କୌଣସି ବି ଦୁଃଖୀ ମଣିଷକୁ ଖୁସି କରିଦିଏ ଏବଂ ଖୁସି ମଣିଷର ଆଖିରେ ଲୁହ ବି ଆଣିପାରେ। ସେଥିପାଇଁ ଶବ୍ଦର ଶକ୍ତିକୁ କମ୍ ଭାବିବ ନାହିଁ ଏବଂ କେତେବେଳେ ବି ନିଜ ପାଇଁ ନକାରାତ୍ମକ ଏବଂ ଉଦାସ ହେବାର ପ୍ରୟୋଗ କରିବ ନାହିଁ। ସଦାବେଳେ ନିଜକୁ ଗୋଟିଏ ଖୁସି ମଣିଷ ହିସାବରେ ଭାବିବାକୁ ଚେଷ୍ଟା କରିବ। ତ ବନ୍ଧୁଗଣ, ଏହି କାହାଣୀଟି ଏତିକି ଅଟେ। ଯଦି ଭଲ ଲାଗିଥିବ ତ ଭିଡ଼ିଓକୁ ସେୟାର କରିବା ଭୁଲିବେ ନାହିଁ, କାହିଁକିନା ଆପଣଙ୍କ ଗୋଟିଏ ସେୟାର ଗୋଟିଏ ପରିଶାନ ବ୍ୟକ୍ତିକୁ ବାଟ ଦେଖାଇବ।